ଜୟ ଜଗନ୍ନାଥ। ଆଜି ହେଉଛି 10 ଅଗଷ୍ଟ ରବିବାର। ସକାଳର ଟପ୍ କରେଣ୍ଟ ଆଫେୟାର୍ସ ଓଡ଼ିଆ ଭାଷାରେ ସମସ୍ତ ଓଡ଼ିଶାବାସୀ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଁ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ନେଇ ଆସିଛି। ଆଜି ବହୁତ ଗୁଡ଼ିଏ ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ଇଭେଣ୍ଟ ହୋଇଛି। ଆପଣ ଜାଣିବା ନିହାତି ଦରକାର। ଆପଣଙ୍କର ଆଗାମୀ ପ୍ରତ୍ୟେକ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ଭେରି ଇମ୍ପୋର୍ଟାଣ୍ଟ। ଭିଡ଼ିଓ ଷ୍ଟାର୍ଟ କରିବା। ଭିଡ଼ିଓକୁ ଶେଷ ଯାଏଁ ଦେଖିବେ। ଆଜିର ପ୍ରଥମ ଇଭେଣ୍ଟ ରୋଡ୍ ସେଫ୍ଟି ଇଭେଣ୍ଟ। 2025ର ପ୍ରଥମାର୍ଦ୍ଧରେ ଜାତୀୟ ରାଜପଥ ଦୁର୍ଘଟଣାରେ 29,000ରୁ ଅଧିକ ମୃତ୍ୟୁ ହୋଇଛି। ସରକାରୀ ତଥ୍ୟ ପ୍ରକାଶିତ ହୋଇଛି। ଡିଟେଲରେ ଜାଣିବା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଦ୍ୱାରା ଲୋକସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦେଶର ସଡ଼କ ନେଟୱାର୍କର ମାତ୍ର 2% ଅଂଶଗ୍ରହଣ କରୁଥିବା ଭାରତର ଜାତୀୟ ରାଜପଥ 2025ରେ ପ୍ରଥମ 6 ମାସ ମଧ୍ୟରେ 29,018 ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ସରକାର। ଏହି ଆକଳନ ଗତ ବର୍ଷର ମୃତ୍ୟୁ ହାରର 50% ଆଜି ଯାଏଁ ଅତିକ୍ରମ କରିସାରିଛି। ଯଦି ଜରୁରୀକାଳୀନ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ନ ହୁଏ ତେବେ 2025 ପୂର୍ବ ବର୍ଷର ଟୋଲକୁ ଅତିକ୍ରମ କରିବ ବୋଲି ଚିନ୍ତା ବଢ଼ାଇଛି। ମନେ ରଖିବେ, ଏଇଟା ଆଉ ଗୋଟେ ବଡ଼ ଇଣ୍ଟରନ୍ୟାସନାଲ୍ ଇଭେଣ୍ଟ। ଆପଣମାନେ ଜାଣିଥିବେ ଥାଇଲାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ଯୁଦ୍ଧ ଚାଲିଥିଲା। ଏବେ ସିଜ୍ ଫାୟାର ହୋଇଛି। ଡିଟେଲରେ ଜାଣିବା। ଥାଇଲାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ଲାଗିଥିବା ଯୁଦ୍ଧର ଅନ୍ତ ଘଟିଛି। ଉଭୟ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଏକ ସହମତି ପ୍ରକାଶ କରି ସମସ୍ତ ପ୍ରକାରର ସଶସ୍ତ୍ର ଯୋଗଦାନକୁ ବନ୍ଦ କରିବାକୁ ରାଜି ହୋଇଛନ୍ତି ଏବଂ ସେମାନଙ୍କ ସହଭାଗୀ ସୀମାରେ ବର୍ତ୍ତମାନ ସୈନ୍ୟ ନିୟୋଜନ ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଉଭୟ ଦେଶ ନିଜ ନିଜ ବର୍ଡରରେ ନିଜ ନିଜ ସୈନ୍ୟଙ୍କୁ ରଖିବେ। ମ୍ୟାଲେସିଆର ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏକ ସୀମା କମିଟି ଜିବିସି ବୈଠକରେ ଏହି ଚୁକ୍ତିନାମା ହୋଇଥିଲା। ଏହି ବୈଠକରେ ଆମେରିକା, ଚୀନ ଏବଂ ମ୍ୟାଲେସିଆ ତୃତୀୟ ପକ୍ଷର ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇଥିଲେ। ଉଭୟ ଦେଶର ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ମନେ ରଖିବେ, ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ୍ ସ୍ପୋର୍ଟସ୍ ଇଭେଣ୍ଟ। ଅନ୍ତର୍ଜାତୀୟ ୟୁଏସ୍ ମାନିକ ମେମୋରିଆଲ। ଭାରତର ଅନୁ ରାନୀ ସ୍ୱର୍ଣ୍ଣ ଜିତିଛନ୍ତି ଜ୍ୟାଭେଲିନ୍ରେ। ଡିଟେଲରେ ଜାଣିବା। ଏସିଆନ୍ ଗେମ୍ସ ଚାମ୍ପିୟନ ହୋଇଥିବା ଭାରତର ଅନୁ ରାନୀ ପୋଲାଣ୍ଡରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ୱିଜ୍ମାନିଆକ୍ ମେମୋରିଆଲ ମହିଳା ଜ୍ୟାଭେଲିନ୍ ଥ୍ରୋ ଇଭେଣ୍ଟରେ ଗୋଲ୍ଡ ମେଡାଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅନୁ ରାଣୀ, ଯିଏକି 62.59 ମିଟରର ଏକ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। 32 ବର୍ଷିଆ କମାଣ୍ଡିଂ ଥ୍ରୋ କରିଥିଲେ। ସିଏ ଅନୁ ରାଣୀ ଟର୍କି ଏବଂ ଅଷ୍ଟ୍ରେଲିଆର ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ଶୀର୍ଷ ସ୍ଥାନ ସୁରକ୍ଷିତ କରିଥିଲେ। ମନେ ରଖିବେ, ବହୁତ ବଡ଼ ଇଭେଣ୍ଟ। ଆପଣଙ୍କ ଏକ୍ଜାମରେ ପଚରା ଯାଇପାରେ ଅନୁ ରାଣୀ କେଉଁ ଖେଳ ସହ ଜଡ଼ିତ? ତା ଉତ୍ତର ରହିବ ଜ୍ୟାଭେଲିନ୍ ଥ୍ରୋ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ୍ ଇଭେଣ୍ଟ। ମିଶନ ପୋଷଣ 2.0 ଅଧୀନରେ ପଞ୍ଜୀକୃତ 72.22 ଲକ୍ଷ ଗର୍ଭବତୀ ମହିଳା। ଡିଟେଲରେ ଜାଣିବା। ଭାରତ ସରକାର ଏହାର ମାତୃ ଶିଶୁ ପୁଷ୍ଟିକର ପଦକ୍ଷେପରେ ଉଲ୍ଲେଖନୀୟ ଅଗ୍ରଗତି ବିଷୟରେ ଜଣାଇଛନ୍ତି। ଜୁଲାଇ 2025 ସୁଦ୍ଧା ମିଶନ ପୋଷଣ 2.0 ଅଧୀନରେ 72.22 ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ପଞ୍ଜୀକୃତ ହିତାଧିକାରୀ ହୋଇଛନ୍ତି ବୋଲି ସରକାର ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନା PMMVY, ଯେଉଁଟାକି ଜାନୁଆରୀ 1, 2017 ମସିହାରେ ଆରମ୍ଭ ହୋଇଥିଲା। ଆରମ୍ଭ ହେବା ପରଠାରୁ 4.05 କୋଟିରୁ ଅଧିକ ମହିଳାଙ୍କୁ ମାତୃତ୍ୱ ସୁବିଧା ଯୋଗାଇ ଦେଇଛନ୍ତି। ଏହି କାର୍ଯ୍ୟକ୍ରମଗୁଡ଼ିକ ମାତୃ ସ୍ୱାସ୍ଥ୍ୟର ଉନ୍ନତି, ପୃଷ୍ଟିହୀନତା ହ୍ରାସ କରିବା ଏବଂ ଆଶାକର୍ମୀ ଏବଂ ନୂତନ ମା'ମାନଙ୍କୁ ପର୍ଯ୍ୟାପ୍ତ ପୃଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟସେବା ସହାୟତା ପାଇବାକୁ ଲକ୍ଷ୍ୟ ରଖିଥିବା ଲୋକଙ୍କୁ ସହାୟତା କରିବାକୁ ଲକ୍ଷ୍ୟ ରଖିଛି। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ୍ ଇଭେଣ୍ଟ। ପ୍ରଧାନମନ୍ତ୍ରୀ ମୋଦିଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ 2014 ମସିହା ଠାରୁ ଆଜି ପର୍ଯ୍ୟନ୍ତ 34 କୋଟିରୁ ଅଧିକ ରୋଜଗାର କରିଛି ବୋଲି ସରକାର ଜଣାଇଛନ୍ତି। ଡିଟେଲରେ ଜାଣିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ଥଲି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ 2014 ମସିହାରେ ଆରମ୍ଭ ହୋଇଥିଲା। ଆରମ୍ଭ ହେବା ଦିନଠାରୁ 34.13 କୋଟି ଆୟ କରିଛି ବୋଲି କେନ୍ଦ୍ର ସରକାର ଶୁକ୍ରବାର ଦିନ ରାଜ୍ୟସଭାକୁ ସୂଚନା ଦେଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏଲ୍ ମୁରୁଗାନ କହିଛନ୍ତି ଯେ ଆକାଶବାଣୀ ଅଲ୍ ଇଣ୍ଡିଆ ରେଡ଼ିଓ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଅତିରିକ୍ତ ଖର୍ଚ୍ଚ ନ କରି ଘର ଭିତରେ ସମ୍ବଳକୁ ବ୍ୟବହାର କରିଥାଏ। ମନେ ରଖିବେ, ପ୍ରଧାନମନ୍ତ୍ରୀ ମନ୍ କି ବାତ୍ ପ୍ରୋଗ୍ରାମ 2014 ମସିହାରେ ଆରମ୍ଭ ହୋଇଥିଲା। ଆଜି ପର୍ଯ୍ୟନ୍ତ 34.13 କୋଟି ଇନକମ୍ କରିଛି। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ୍ ଇଭେଣ୍ଟ। କର୍କଟ ଚିକିତ୍ସାରେ
एआई उद्भावन को बढ़ावा पाई इंडिया एआई एवं जातीय कर्कट ग्रिड लॉन्च कार्यक्रम डिटेल ले जानिबा भेरी इंपोर्टाट। इंडिया एआई एवं नेशनल कैंसर ग्रिड एआई चालित कर्कट स्क्रीनिंग निराकरण एवं चिकित्सा उद्भावन पाई 1 कोटी पर्यंत कैच ग्रांट प्रोग्राम आरंभ करिछि। नेशनल कैंसर ग्रिड एनसीजी रो सहभागितार इंडिया एआई स्वाधीन व्यवसाय विभाग आईबीडी कर्कट स्क्रीनिंग निराकरण चिकित्सा सहायता एवं स्वास्थ्य सेवा कार्य कृत्रिम इंटेलिजेंस उद्भावन को त्वरान्वित करने कर्कट एआई एंड टेक्नोलॉजी चैलेंज कैच ग्रांट प्रोग्राम आरंभ करिछि। एही कार्यक्रमटी टेक्नोलॉजी डेवलपर एवं क्लिनिकल विशेषज्ञों मध्य सहयोग वृद्धि करिब। समग्र भारत में कर्कट रोगर फलाफल को सुदृढ़ करने रियल वर्ल्ड हॉस्पिटल सेटिंग रे आधुनिक एआई समाधान आणिब। मने रखिबे भेरी इंपोर्टाट इवेंट एटा आउ गोटे बड़ नेशनल इवेंट जीएम मार्क नवम वार्षिक पालन करिछि। फाइनेंशियल ईयर 24-25 रे 5.4 लाख कोटी जीएमवी हासिल करिछि। डिटेल ले जानिबा सरकारी ई मार्केट प्लेस जीईएम एहार नवम फाउंडेशन दिवस को एक रेकर्ड सफलता सह चिन्हित करिछि। 2024-25 आर्थिक वर्ष पई मोट व्यवसाय कारोबार मूल्य जीएमवी 5.4 लाख कोटी पंजीकरण करिछि। स्वच्छ अंतर्भुक्त एवं दक्ष जनसाधारण क्रय को प्रोत्साहित करिया पई 2016 मसीह यह आरंभ करा जायथिला। जीएम भारतर प्रमुख डिजिटल क्रय प्लाटफर्म रे वृद्धि पाइछि एवं विक्रेता एवं सेवा प्रदानकारी विभिन्न आधार को सरकारी क्रेता मानक सह जोड़ी। मने रखिबे भेरी इंपोर्टाट एटा आउ गोटे बड़ नेशनल इवेंट जुलाई 2025 रे आधार चेहरा प्रमाणीकरण रेकर्ड करिछि 19.36 कोटी कारोबार करिछि। डिटेल ले जानिबा यूनिक आइडेंटिफिकेशन अथॉरिटी ऑफ इंडिया UIDAI आधार फेस प्रमाणीकरण प्रजुक्ति विद्या पई एक ऐतिहासिक रेकर्ड घोषणा करिछि जहा जुलाई 2025 रे 19.36 कोटी कारोबार करिथिला। गत वर्ष समान मासरे 5.77 कोटी कारोबार रु यह एक महत्वपूर्ण लंफ प्रदान करिछि जहा सेवा उपलब्ध तथा वितरण पई उभय सरकारी तथा बेसरकारी क्षेत्र रे द्रुत ग्रहण को प्रतिफलित करिथाय। मने रखिबे UIDAI रो एटा बहुत बड़ इवेंट 19.36 कोटी कारोबार होइछि फेस ऑथेंटिकेशन पाई। आजिर सकाळर टॉप करेंट अफेयर्स एठी सरिला। आ भिडियोटा केमिति लागिला आपणकर मतामत कमेंट माध्यम रे जणेबे। भिडियो को लाइक करिवे समस्त सांगसाथी प्रत्येक ओडिशार छात्र छात्री प्रत्येक ओडिशावासी पाखक शेयर करिवे। नुआ थिले वर्ल्ड अफेयर मधु जीके ओडिया चैनल को सब्सक्राइब करिवे। सबुदिन इंपोर्टेंट जीके करेंट अफेयर स्पोर्ट्स अफेयर वर्ल्ड अफेयर एम्प्लॉयमेंट न्यूज नोटिफिकेशन आपन को एठार मिलता है। वीडियो देखिथिबारु बहुत बहुत धन्यवाद। जय जगन्नाथ।